ଆସନ୍ତୁ ଆଉ ଗୋଟେ ବିଶିଷ୍ଟ ଦାସ ଆମ ସହିତ ଜଡ଼ିତ ଅଛନ୍ତି। ପାଳକ ଆମମାନଙ୍କ ବାଦପୁର ମଣ୍ଡଳୀର ପାଳକ ବିକାଶ ଆଜ୍ଞା ଅଛନ୍ତି। ତାଙ୍କୁ ଆମେ ସ୍ୱାଗତ କରିବା ପାଇଁ ଚାହୁଁ। ଆପଣଙ୍କ ନିଜ ଗାଁରେ ସଭା ଅଛି, ଏ ବିଷୟରେ ଅନେକ ଚିନ୍ତିତ ଅଛନ୍ତି। ପରିବାର ଭାବେ ହେଉ, ବ୍ୟକ୍ତିଗତ ବିଶେଷ ହେଉ, କେମିତି ଲୋକମାନେ ପହଞ୍ଚିବେ ମଧ୍ୟ। ଆଉ ସଭାର ଶେଷ ଆରମ୍ଭ ଗୋଟେ ଚିନ୍ତାର ବିଷୟ ଥାଏ, କାରଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମାପ୍ତି ଭଲ ବୋଲି ବାକ୍ୟ ଆମେ ପ୍ରକାଶ କରି ସେ ଉଦ୍ଦେଶ୍ୟ ଆପଣ କ'ଣ କହିବେ? ଏସିଆ ମହାଦେଶର ଦ୍ୱିତୀୟତମ ବୋର୍ଡ଼ କାନାଡ଼ା ବାପ୍ଟିଷ୍ଟ ମିଶନ ବୋର୍ଡ଼କୁ ସ୍ଥାନୀୟ ତାବଡ଼ା ମଣ୍ଡଳୀର ଯୀଶୁଙ୍କ ନାମରେ ନମସ୍କାର। 1890 ସାଲ ବେଳକ କଥା। ରାଇଗଡ଼ ଗ୍ରାମର ଜଣେ ପାଣ ଖ୍ରୀଷ୍ଟିଆନ ଯୁବକ, ଯାହାଙ୍କ ନାମ କି ମାକ୍ତା ସ୍ୱାଲ ସିଂ, ତତ୍କାଳୀନ ସେ ବ୍ୟବସାୟ ପାଇଁ ଖଜୁରୀପଦା ଏବଂ ଆର୍ ଉଦୟଗିରି ଏରିଆକୁ ଆସନ୍ତି। ଆଉ ସେ ଦେଖିଲେ ଯେ ଖଜୁରୀପଦା ଏବଂ ଉଦୟଗିରି ଉକ୍ତ 4-6 କିଲୋମିଟର ଗ୍ୟାପ୍ରେ ଏକ ପ୍ରକାଣ୍ଡ ପାର୍ବତୀ ଅଞ୍ଚଳ ଅଛି। ଆଉ ସେ ଏହି ସ୍ଥାନରେ ଆସି ପ୍ରଥମରେ ଏକ କୁଡ଼ିଆ ବନାଇଲେ। ପୁଣି ଏହି ରାସ୍ତା ଦେଇ ଯେଉଁମାନେ ତତ୍କାଳୀନ ହାଟ ବଜାରକୁ ଯାଆନ୍ତି, ଆଉ ସେମାନଙ୍କୁ ସେ ଡାକି ଡାକି ଆସ ଗ୍ରାମ ବସାଇବା ବୋଲି ସେ କୁଡ଼ିଆ ବନାଇ ଦିଅନ୍ତି। ଏପରି 1911 ସାଲ ବେଳକୁ ପାଣ ହିନ୍ଦୁ ଖ୍ରୀଷ୍ଟିଆନ ଭାଇମାନେ 16 ପରିବାର ଏବଂ ତାହାକୁ ଲାଗି ହିନ୍ଦୁ ସୌରା 4 ପରିବାର ବସତି ସ୍ଥାପନ କଲେ। 1911 ସାଲ ବେଳକୁ କାନାଡ଼ା ବାପ୍ଟିଷ୍ଟ ମିଶନ ବୋର୍ଡ଼ର ଦ୍ୱିତୀୟତମ ମିଶନେରୀ ଜନ୍ ଇବ୍ରାହିମ୍ ଗ୍ଲାଣ୍ଡିନିଂ, ତାରି ମିଶନେରୀ ଶ୍ରୀଧର କରାଡ଼, ବଡ଼ପଦାର ଜଣେ ମିଶନେରୀ ବ୍ୟକ୍ତିଙ୍କୁ ଧରି ଆମ ତାବରଡ଼ା ଗ୍ରାମରେ ସେ ପ୍ରଥମରେ ପାଦ ଦେଲେ ଏବଂ ସୁସମାଚାର ପ୍ରଚାର କଲେ। ତାଙ୍କର ସୁସମାଚାର ପ୍ରଚାରରେ ପ୍ରଥମେ ଯୀଶୁଙ୍କ ପରିଚୟ ପାଇଲେ ଶ୍ରୀ ମାକ୍ତା ସ୍ୱାଲ ସିଂ ଏବଂ ତହିଁ ପରେ ଜଣେ ଆଦିବାସୀ ଲୋକ, ଯାହାଙ୍କ ନାମ କି ଆଉ ଦଣ୍ଡେ ରହିତ ସେ ପାଇଲା। ତୃତୀୟରେ ଏଇ ମାକ୍ତା ସ୍ୱାଲ ସିଂର ଏକ ପୁଅ, ଯିଏକି ତାର ସ୍କନ୍ଦ ଦେଶରେ ଥାଏ, ତାହାଙ୍କ ନାମ ଖତୁକୁଡ଼ି ଛିଞ୍ଚାଣି ସେ ପାଇଲେ। ଏପରି 3 ଜଣ ପାଇଲା ବେଳକୁ ତତ୍କାଳୀନ ଆଉ ହିନ୍ଦୁ ସମାଜ ସେମାନଙ୍କୁ ତାଡ଼ନା କଲେ, ତଥାପି ସେମାନେ ଡରି ନାହାନ୍ତି। ଆଉ ସେମାନଙ୍କୁ ଭାଷାନ୍ତର କଲେ, ସେମାନଙ୍କୁ ଅନ୍ତର କଲେ, ଆନ୍ ସୋସାଇଟି କଲେ। କିନ୍ତୁ ପ୍ରଭୁଙ୍କ ନାମ ଧନ୍ୟ ହେଉ, ଆସ୍ତେ ଆସ୍ତେ ସମସ୍ତେ ପ୍ରଭୁଙ୍କ ପରିଚୟ ପାଇଲେ। ଆଉ 16 ପରିବାର ପ୍ରଭୁଙ୍କ ପରିଚୟ ପାଇଲେ, 4ଟା ଆଦିବାସୀ ହିନ୍ଦୁ ପରିବାର ପ୍ରଭୁଙ୍କ ପରିଚୟ ପାଇଲେ। ଏପରି 20ଟି ପରିବାରକୁ ନେଇ ସମାଜ ଗଠିତ ହେଲା। ତହିଁ ପରେ ଜନ୍ ଗ୍ଲାଣ୍ଡିନିଂ ସାହେବ ଶ୍ରୀଧର କରାଡ଼କୁ ଏହି ସ୍ଥାନକୁ ପଠାଇଲେ। ସେ ଦୀର୍ଘ 32 ବର୍ଷ ରହିଲେ ଏବଂ ତାଙ୍କର 4ଟି ଝିଅ 2ଟି ପୁଅ ଜନ୍ମ ହେଲେ। ଆଉ 32 ବର୍ଷ ପୂର୍ଣ୍ଣ ଖ୍ରୀଷ୍ଟଙ୍କ ପରିଚୟ ଦେଲା ପରେ ସେ ଫେରି ଚାଲିଗଲେ। ପୁଣି 1940 ସାଲରେ, ଯାହାକୁ ଆମେ ସାଧୁ ଅମରେଶ ଚନ୍ଦ୍ର କରାଡ଼ ବୋଲି କହୁ, ସେଣ୍ଟ ଅମରେଶ ଚନ୍ଦ୍ର କରାଡ଼ 1940 ସାଲରେ ଏଇଠି ପାଦ ଦେଲେ। ପୁଣି 1956 ସାଲରେ ସେଣ୍ଟ ଡିଗ୍ନିଟି ସାଧୁ ଉପାଧି ପାଇ ସେ ଏଇଠାରୁ ହିଁ ବଡ଼ପଦା ମଣ୍ଡଳୀକୁ ଗଲେ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମ ଧନ୍ୟ ହେଉ। ତତ୍କାଳୀନ ଦିନଠାରୁ ଆଜି ପର୍ଯ୍ୟନ୍ତ ତାବଡ଼ା ମଣ୍ଡଳୀ ଆଉ ସମସ୍ତ ସୁସମାଚାରରେ, ସମସ୍ତ ଈଶ୍ୱରଙ୍କ ରାଜ୍ୟ ଓ ଧାର୍ମିକତାରେ ବଢ଼ି ବଢ଼ି ଚାଲି ଆସିଛି। ଆଜି ତାବଡ଼ା ମଣ୍ଡଳୀରେ ଦେଶ ବିଦେଶରେ ଅନ୍ତର୍ଜାତିକ ମିଶନେରୀ, ଏପୋଷ୍ଟାଲ, ଡିରେକ୍ଟର, ମଡେଟର ଇତ୍ୟାଦି ଗୁଡ଼ିକ ଉତ୍ପନ୍ନ ହୋଇ ପୁରା ପୃଥିବୀର ଶେଷ ପ୍ରାନ୍ତର ପର୍ଯ୍ୟନ୍ତ ସୁସମାଚାର ବିସ୍ତାର କରି ଚାଲିଛନ୍ତି। ଆଜି ଉକ୍ତ ମଣ୍ଡଳୀରେ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀ ଆଉ କ୍ରୋସେଡ୍ ହେଉଥିବା ସକାଶୁ 101ତମ କ୍ରୋସେଡ୍ ମହାସଭା ହେଉଥିବା ସକାଶୁ ଆମେ ଆନନ୍ଦିତ। ପ୍ରଭୁଙ୍କର ହସ୍ତ ଅଛି, ଆଉ କୌଣସି ବିଷୟରେ ପ୍ରଭୁ ବିଫଳ ହେବାକୁ ଦେବେ ନାହିଁ। ଧନ୍ୟବାଦ। ନିହାତି ପାଳକ ମହାଶୟ, ଯେ ଏହା ଥିଲା ଆମ ତାବଡ଼ା ମଣ୍ଡଳୀର ସଂକ୍ଷିପ୍ତ ଇତିହାସ। এই ଇତିହାସ ସମ୍ପର୍କରେ ମୁଁ ବିଶେଷ ଧ୍ୟାନ ଦିଏ। ଆପଣ ଏତେ କଥା ମନେ ରଖିଛନ୍ତି, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆହୁରି ଆଉ କ'ଣ ଜାଣନ୍ତି ଯେ ବର୍ତ୍ତମାନର ପାଳକ ନାଦନ ଲୋହରା ଆଜ୍ଞାଙ୍କ ବାପା ଅଛନ୍ତି, ସେ ବି ପାଳକ ଥିଲେ, ତାଙ୍କ ପିରିୟଡ଼ରେ ବି ଏଇ ସଭାଟା ହେଇଥିଲା। ପୁଣି ସେ ସମ୍ପର୍କ କ'ଣ କହିବେ, ସେ ଅନୁଭୂତି? ରେଭରେଣ୍ଡ ସ୍ୱର୍ଗୀୟ ଲାବଣ ଲୋହରାଙ୍କ ସମୟରେ ଏକ ମହାସଭା ଅନୁଷ୍ଠିତ ହୋଇଥିଲା। ପୁଣି ତାହା ମଧ୍ୟ ସାଫଲ୍ୟ ମଣ୍ଡିତ ହୋଇଥିଲା। ତାର କେତେକ ବର୍ଷ ପରେ ତାଙ୍କର ଜ୍ୟେଷ୍ଠ ପୁଅ ଆଉ
ରେଭରେଣ୍ଡ ନାଥନ ଲୋହୁରାଙ୍କ ସମୟରେ ଆଉ ଥରେ ପାଳିକ୍ରମେ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର 101ତମ ବାର୍ଷିକ ମହାସଭା ହେଉଛି। ଏହା ଅତି ଗୁରୁତ୍ୱର ବିଷୟ, ଅତି ପ୍ରାଧାନ୍ୟତାର ବିଷୟ, ପ୍ରଭୁଙ୍କର ଧନ୍ୟବାଦର ବିଷୟ। ଆଉ ଏହି ସମୟରେ ପାଳକ ନାଥନ ଲୋହରା ସେ ଅତି ନୈପୁଣ୍ୟ ଲୋକ, ଅତି ବାଇବେଲ ପ୍ରିୟ ଲୋକ। ସେ ଆପଣାର ସମସ୍ତ କିଛି ଜ୍ଞାନ ବୁଦ୍ଧି ନୈପୁଣ୍ୟତାରେ ସମସ୍ତ କିଛି ପରିଚାଳନା କରି ଆଣୁଛନ୍ତି। ଧନ୍ୟବାଦ। ନିହାତି ଗ୍ରାମବାସୀ ହିସାବରେ କୁହନ୍ତୁ, ଆଜି ହୁଁ। ପାଳକୀୟ କଥା ତ ନିଶ୍ଚିତ ଆପଣ କହିଲେ, ଗ୍ରାମବାସୀ ହିସାବରେ କେମିତି ଅନୁଭବ କରୁଛନ୍ତି? ଗ୍ରାମ କେମିତି ଉତ୍ସାହିତ ଅଟେ? ମୁଁ ଗ୍ରାମବାସୀ ହିସାବରେ, ପଞ୍ଚାୟତବାସୀ ହିସାବରେ କହୁଛି ଯେ ଗ୍ରାମର ପ୍ରତ୍ୟେକ ପରିବାର, ପ୍ରତ୍ୟେକ ବ୍ୟକ୍ତିଗତ ଜୀବନ, ଛୋଟ ବାଳକ ବାଳିକା ଠାରୁ ଜରାଜୀର୍ଣ୍ଣ ବୃଦ୍ଧ ପର୍ଯ୍ୟନ୍ତ ଅତି ଆନନ୍ଦିତ, ଅତି ଉତ୍ସାହିତ, ପୁଣି ଉକ୍ତ ଦିନକୁ ମହା ଅପେକ୍ଷାରେ ସେମାନେ ଅଛନ୍ତି। କାହିଁକି ଅପେକ୍ଷା କରୁଛନ୍ତି? କାରଣ ଉକ୍ତ ଦିନ ପ୍ରଭୁ ନିଶ୍ଚୟ ଏହି ମଣ୍ଡଳୀକୁ, ଉତ୍କଳ ସମ୍ମିଳନୀକୁ, ଗଜପତି ବାହାର ଖ୍ରୀଷ୍ଟିଆନବାସୀ ବିଜାତୀୟ ସ୍ୱଜାତିମାନଙ୍କ ନିକଟରେ ଅତି ଆଶ୍ଚର୍ଯ୍ୟ ଔଲୌକିକ କାର୍ଯ୍ୟ କରିବାକୁ ଯାଉଛନ୍ତି। ପୁଣି ଅନେକ ଲୋକମାନେ ଆଉ ବାକ୍ୟରେ ଅନେକ ପ୍ରଭୁଙ୍କ ପରିଚୟ ପାଇବେ। ଏହା ହେଉଛି ଅତି ଆନନ୍ଦର ବିଷୟ, କାରଣ ସ୍ୱର୍ଗରେ ଆଉ ଦୂତମାନେ ସୁଦ୍ଧା ଆନନ୍ଦ କରିବେ। ପ୍ରେଜ୍ ଦ ଲର୍ଡ। ପ୍ରିୟ ଦର୍ଶକ ବନ୍ଧୁମାନେ, ଏହା ଥିଲା ପାଳକଙ୍କ ସହିତ କିଛି ସମୟ ସାକ୍ଷାତ କରିବା ସୁଯୋଗ ପାଇଛୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ଦର୍ଶକ ବନ୍ଧୁମାନେ, ଯେ ଏଇ ସମସ୍ତ ଶୁଭ ସମ୍ବାଦ ପାଉ ପାଉ ନିଶ୍ଚିତ ଆପଣଙ୍କ ମନ ଉତ୍କୃଷ୍ଟ ଆସି ପହଞ୍ଚିବ, ଆନନ୍ଦ ଆସି ପହଞ୍ଚିବ। ତେଣୁ ନିମନ୍ତ୍ରଣ ମୋ ତରଫରୁ, ଆଜ୍ଞା ତରଫରୁ ଟିକେ କହିଦେବେ, ଟିକେ ନିମନ୍ତ୍ରଣ ସଭା ନିମନ୍ତ୍ରଣ ନିମନ୍ତ୍ରଣ। ବର୍ତ୍ତମାନ ଆପଣମାନଙ୍କୁ ଅତି ଆନନ୍ଦର ସହିତ, ଅତି ସମାଦର ସହିତ ନିମନ୍ତ୍ରଣ ଜଣାଉଅଛୁ ଯେ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର ଖ୍ରୀଷ୍ଟୀୟ ସାମ୍ବାଦିକ ଭାଇ ଚିନ୍ତାଲୁ ପାଇଁ ଏବଂ ଯେତେ ସବୁ ଖ୍ରୀଷ୍ଟୀୟ ବାସୀମାନଙ୍କ ପାଇଁ ଏବଂ ଅଖ୍ରୀଷ୍ଟିଆନ ବାସୀମାନେ ଦୟାକରି ବହୁ ସଂଖ୍ୟାରେ ଆପଣମାନେ ଆଉ ସଭାକୁ ଆସିବେ, ପୁଣି ସୁସମାଚାର ଶୁଣିବେ, ପୁଣି ଈଶ୍ୱରଙ୍କ ନିକଟବର୍ତ୍ତୀ ହେବେ, ପରିତ୍ରାଣ ଉପଲବ୍ଧି କରିବେ ଏବଂ ସ୍ୱର୍ଗୀୟ ସନ୍ତାନ ସନ୍ତତି ହେବାର ଅଧିକାର ହେବେ। ଏଣୁ ଆପଣମାନଙ୍କର ଅପେକ୍ଷାରେ ଆମେ ଆକାଶର ଚାତକ ପକ୍ଷୀ ପରି ଅନାଇଛୁ। ଧନ୍ୟବାଦ। ଏହା ଥିଲା ସଂକ୍ଷିପ୍ତ ବାର୍ତ୍ତା। ପ୍ରବାସୀ ସେବା କରନ୍ତୁ।